जदि आपण माने अखरोट खाउछंती बा खाइबाको बहुत भल पाउछंती ताहले आजी अखरोटर केतेगुडी उपकारिता सहित सावधानता विषय आसंतु जानिबा। अखरोट को संस्कृत रे अक्षटक कुहाଯାଏ एवं इंग्राजी रे वालनट कुहाଯାଏ। ଏହା स्निग्ध बा चिक्कण एवं उष्ण प्रकृतिर। ଏହାକୁ ସେବନ କଲେ ଶରୀରରେ ଉଷ୍ଣତା ବୃଦ୍ଧି ପାଇଥାଏ। ଏହାର ବାତାହାରୀ ଗୁଣ ରହିଥିବାରୁ ଯେଉଁମାନଙ୍କ ଶରୀର ଅଧିକ ଥଣ୍ଡା ଲାଗୁଛି ବା ଶୀତ ସହି ପାରୁନାହାନ୍ତି ସେମାନେ ଏହାକୁ ଖାଇଲେ ତାଙ୍କ ଶରୀରରେ ବହୁତ ଭଲରେ କାମ କରିଥାଏ। ମୁଖ୍ୟତଃ ଶୁଷ୍କ ଶରୀର ବ୍ୟକ୍ତି ଯେଉଁମାନଙ୍କର ଚର୍ମ, ନଖ ଏବଂ କେଶ ଇତ୍ୟାଦି ଶୁଷ୍କ ଥାଏ ସେମାନେ ଏହାକୁ ଖାଇ ଏହାର ଫାଇଦା ଉଠାଇ ପାରିବେ। ମୁଁ ଯେତେ ସବୁ ପ୍ରାକୃତିକ ଉପାଦାନ ବିଷୟରେ କହୁଛି ସେଗୁଡ଼ିକୁ ଖାଇବା ଆଗରୁ ସେହି ଉପାଦାନ ଗୁଡ଼ିକର ପ୍ରକୃତି ଅର୍ଥାତ୍ ସେଗୁଡ଼ିକ ଥଣ୍ଡା ପ୍ରକୃତିର ବା ଗରମ ପ୍ରକୃତିର ସେ ବିଷୟରେ ଜ୍ଞାନ ଥିବା ଆବଶ୍ୟକ। ଏହାଛଡ଼ା ନିଜ ଶରୀରକୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ। ଆପଣଙ୍କ ଶରୀର କୋଉ ଭଳି ବାତ ନା ପିତ୍ତ ନା କଫ ପ୍ରକୃତିର। ସେଇ ଫଳଟି ବା ସେଇ ପ୍ରାକୃତିକ ଉପାଦାନଟି ଆପଣଙ୍କ ଶରୀରରେ କିଭଳି କାମ କରିବ ତାକୁ ପ୍ରଥମେ ବୁଝନ୍ତୁ। ଅଯଥା ଯଦି ଆପଣ ଠିକରେ ନ ଜାଣିକି ଏହାକୁ ଖାଇବେ ଆପଣଙ୍କ ଶରୀରରେ ଲାଭ କରିବା ପରିବର୍ତ୍ତେ କ୍ଷତି କରିବା ନିଶ୍ଚିନ୍ତ ହେବ। ଅଖରୋଟରେ ଭିଟାମିନ୍ ଇ, ମେଲାଟୋନିନ୍, ପଲିଫେନଲ୍ ଇତ୍ୟାଦି ଆଣ୍ଟିଅକ୍ସିଡାଣ୍ଟ ଥିବାରୁ ଶରୀରରେ ଫ୍ରି ରାଡିକାଲ୍ସକୁ କମ୍ କରିଥାଏ। ଆଖି ପାଇଁ ଅଖରୋଟ ବହୁତ ଭଲ। ଏହାଛଡ଼ା କ୍ୟାନ୍ସର, ଉଭୟ ବ୍ରେଷ୍ଟ କ୍ୟାନ୍ସର ଓ ପ୍ରୋଷ୍ଟେଟିକ୍ କ୍ୟାନ୍ସର ଏ ଦୁଇଟିର ରିସ୍କକୁ ଅଖରୋଟ ସେବନ କମ୍ କରିଥାଏ। ଆପଣମାନେ ଦେଖିପାରୁଥିବେ ଅଖରୋଟ ଭିତରର ଷ୍ଟ୍ରକ୍ଚର ଠିକ୍ ମଣିଷର ମସ୍ତିଷ୍କ ଭଳି, ତେଣୁ ଏହାକୁ ପ୍ରାକୃତିକ ବ୍ରେନ୍ ଫୁଡ୍ ମଧ୍ୟ କୁହାଯାଏ। ଏଥିରେ ଓମେଗା 3 ଫ୍ୟାଟି ଏସିଡ୍ ଥିବାରୁ ଯେଉଁମାନଙ୍କର ସ୍ମରଣ ଶକ୍ତି କମି ଯାଇଥାଏ, ବାରମ୍ବାର କୌଣସି କଥାକୁ ଭୁଲି ଯାଉଥାନ୍ତି, ଅଖରୋଟ ଖାଇବା ଦ୍ୱାରା ସେମାନଙ୍କର ସ୍ମରଣ ଶକ୍ତି ବଢ଼ିଥାଏ। ଏହା ମଜ୍ଜା ଧାତୁକୁ ପୋଷଣ ଯୋଗାଇଥାଏ। ଯେଉଁମାନଙ୍କୁ ପାନିକ୍ ଆଟାକ୍ ଆସୁଛି, କୌଣସି କଥା ଶୁଣି ହଠାତ୍ ଡରି ଯାଉଥାନ୍ତି, ସେମାନେ ଏହାକୁ ଖାଇଲେ ନିଶ୍ଚିନ୍ତ ଭାବରେ ସେମାନଙ୍କର ଭୟ ଧୀରେ ଧୀରେ କମିଥାଏ। ମୁଣ୍ଡରେ ଅଧିକ ବିଚାର ଆସୁଥିଲେ, ଥଟ୍ ପ୍ରୋସେସ୍ ବାରମ୍ବାର ଆକ୍ଟିଭ୍ ହେଇଯାଉଛି, ଚିନ୍ତା କରି କରି ଥକି ଯାଉଛନ୍ତି, ଦିନରେ କେତେବେଳେ କେମିତି ନିଦ ଆସୁଛି କିନ୍ତୁ ରାତିରେ ଚେଉଁଛନ୍ତି, ସେଇଭଳି ବ୍ୟକ୍ତି ଅଖରୋଟ ଖାଇବା ଦ୍ୱାରା ସେମାନଙ୍କର ସ୍ନାୟୁତନ୍ତ୍ର ଷ୍ଟ୍ରଙ୍ଗ ହେଇଥାଏ ଏବଂ ସେମାନଙ୍କର ଥଟ୍ ପ୍ରୋସେସକୁ କଣ୍ଟ୍ରୋଲ ରଖିପାରିଥାନ୍ତି। ଶରୀରରେ କୌଣସି ଜାଗାରେ ସ୍ନାୟୁ ଦରଜ ହେଉଛି ବା ନର୍ଭ ପେନ୍ ହେଉଛି, ସେମାନେ ଅଖରୋଟ ଖାଇ ଏହାର ଆଣ୍ଟି ଇନଫ୍ଲେମେଟରି ଗୁଣ ଯୋଗୁଁ ନିଶ୍ଚିନ୍ତ ଭାବରେ ଏହାର ଲାଭ ଉଠାଇ ପାରିବେ। ଏଥିରେ ଫ୍ୟାଟ୍ ଅଂଶ ଥିବାରୁ କିଛି ପରିମାଣରେ କୋଲେଷ୍ଟେରଲ୍ ବଢ଼ାଏ, ତେଣୁ ହୃଦୟ ରୋଗୀ ଆଭଏଡ୍ କଲେ ଭଲ। ଯେଉଁମାନଙ୍କର ଦୁର୍ବଳ ଶରୀର, ଯାହାଙ୍କୁ ଶୁକୁଟା କୁହାଯାଏ, ସେମାନଙ୍କ ଶରୀରକୁ ଓଜନଦାର କରିଥାଏ, ଶୁକ୍ର ଧାତୁକୁ ବଳ ଯୋଗାଇଥାଏ, ରକ୍ତର ମାତ୍ରା କମି ଯାଇଥିଲେ ତାକୁ ବଢ଼ାଏ। ଯେଉଁମାନଙ୍କର ଶୁଷ୍କ ମଳ ବାହାରୁଛି, ଚିକ୍କଣ ଅଂଶ ନାହିଁ, ସେମାନେ ଅଖରୋଟ ଖାଇଲେ ସେମାନଙ୍କର କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ। ଖାଲି ପେଟରେ ଅଖରୋଟ ଖାଇଲେ ଭଲ, ନହେଲେ ଆପଣ ସନ୍ଧ୍ୟା 5ଟାରୁ 6ଟା ଭିତରେ ଖାଇପାରିବେ। ସାଧାରଣ ମଣିଷ ବା ସୁସ୍ଥ ମଣିଷ ଦୈନିକ 2ଟି ଖାଇପାରନ୍ତି, କିନ୍ତୁ ଯେଉଁମାନେ ଅଧିକ ବ୍ୟାୟାମ କରୁଛନ୍ତି ସେମାନେ 4ରୁ 6ଟି ଖାଇଲେ ବେଟର। କ୍ଷୀର କିମ୍ବା ଘିଅ ସାଥିରେ ଚୋବେଇ ଖାଇପାରିବେ। ଏହା ଗରମ ପ୍ରକୃତିର ହୋଇଥିବାରୁ ପାଣିରେ ଭିଜେଇ ଖାଇଲେ ଭଲ, କିନ୍ତୁ ଭିଜି ସାରିବା ପରେ ଭିଜା ପାଣିକୁ ପିଇବେ ନାହିଁ। ଯଦି ଆପଣମାନେ ରକ୍ତ ପତଳା କରିବା ଔଷଧ ଖାଉଛନ୍ତି ତାହେଲେ ଅଖରୋଟ ଖାଆନ୍ତୁ ନାହିଁ। ହର୍ପିସ୍ ଇନଫେକ୍ସନ ଥିଲେ ଖାଆନ୍ତୁ ନାହିଁ। କଫ ଏବଂ ପିତ୍ତ ଦୋଷ ଅଧିକ ଥିଲେ ଅଖରୋଟ କମ୍ ଖାଇଲେ ଭଲ। ଯେଉଁମାନଙ୍କର ଗଲ୍ ବ୍ଲାଡର ଷ୍ଟୋନ୍ ବା ପିତ୍ତ ପଥରୀ ରହିଛି ସେମାନେ ଅଖରୋଟ ଖାଆନ୍ତୁ ନାହିଁ। ଆଶା କରୁଛି ଅଖରୋଟ ବିଷୟରେ ଯେତିକି ଇନଫର୍ମେସନ୍ ଆପଣଙ୍କୁ ଦେଇଛି ନିଶ୍ଚିନ୍ତ ଭାବରେ ଆପଣଙ୍କର କାମରେ ଆସିବ। ଅଧିକରୁ ଅଧିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ପାଇଁ ସୁସ୍ଥ ଜୀବନ ଓଡ଼ିଶା ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ପୁଣି ଆସିବି
ଏଇଭଳି ଆଉ କେତେଗୁଡ଼ିଏ ଭିଡ଼ିଓ ନେଇ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଧନ୍ୟବାଦ।